ସନ୍ତୁଳା ନାଁ ଶୁଣିଲେ ସମସ୍ତେ ନାକ ଟେକନ୍ତି, କିନ୍ତୁ ସେଇଟାକୁ ଯଦି ଆପଣ ଟିକେ ଭଲସେ ବନେଇ ପାରିବେ ତାହେଲେ ଆପଣମାନଙ୍କର ବି ପ୍ରିୟ ହେଇପାରିବ। ତ ନମସ୍କାର ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ। ମୁଁ ଆଜି ସନ୍ତୁଳା ବନଉଛି ଅଳ୍ପ କିଛି ପରିବାକୁ ନେଇକି, ଯୋଉଥିରେ କି ଅଛି 2ଟା ମିଡିୟମ ସାଇଜର ବାଇଗଣ, ଗୋଟେ ମିଡିୟମ ସାଇଜର ଆଳୁ, ଗୋଟେ କଦଳୀ ଆଉ ଗୋଟେ ଛୁଇଁକୁ ମୁଁ 2 ଭାଗରେ କାଟି ନେଇଛି। ବାସ୍ ଏତିକି ପରିବା ନେବେ। ଆଉ ଫୁଟେଇବା ପାଇଁ ଗୋଟେ ବଡ଼ ଟମାଟୋ, ଯଦି ବଡ଼ ଟମାଟୋ ନାହିଁ ଆପଣଙ୍କ ପାଖରେ ତାହେଲେ ମିଡିୟମ ସାଇଜର 2ଟା ଟମାଟୋ ନେବେ। ପ୍ରଥମେ ବାଇଗଣକୁ କାଟିକି ତାକୁ ମିଡିୟମ ସାଇଜରେ କାଟିବେ। କହିବାକୁ ଗଲେ ମୋଟାମୋଟି ଭାବରେ ସବୁ ପରିବା ଆପଣ ମିଡିୟମ ସାଇଜରେ ହିଁ କାଟିବେ। ତ ବାଇଗଣକୁ ପ୍ରଥମେ କାଟି ଦେଇକି ତାକୁ ଆପଣ ପାଣିରେ ପକେଇ ନେବେ, ନହେଲେ ବାଇଗଣ କଳା ପଡ଼ିଯିବ। ଆଉ ତା ସହିତ ଆମେ ନେଇଛେ ଯୋଉ କଦଳୀ, ତାର ବି ଚୋପା ଛଡ଼େଇ ଦେବେ ଆଉ ତାକୁ ଏମିତି ମିଡିୟମ ସାଇଜରେ କାଟି ନେବେ। ଆଉ ତାକୁ ମଧ୍ୟ ବାଇଗଣ ସହିତ ପାଣିରେ ପକେଇ ନେବେ। ଯଦି ଆପଣଙ୍କର ମାନେ କେବେ କେମିତି କଳା ପାଣିରେ ପକେଇ ଦେଲେ ତ କଳା ପଡ଼େନି, ନହେଲେ ଆପଣ ଟିକେ ହଳଦୀ ପାଣି ପକେଇଦେବେ। ହଳଦୀ ଟିକେ ଗୋଟେ ଚାମଚ ଭଳିଆ ପକେଇଦେବେ, ବାସ୍ ହେଇଯିବ। ତା ସହିତ ମୁଁ ଗୋଟେ ଛୁଇଁ ବି ନେଇଛି, ତାକୁ ମଧ୍ୟ ଚୋପା ଛଡ଼େଇକି ଟିକେ କାଟି ନେବେ। ଏବେ ଗ୍ୟାସ୍ ଅନ୍ କରିକି ପ୍ରେସର କୁକର ବସେଇଛି। ଆଉ ପ୍ରେସର କୁକରରେ ଆପଣ ଅଧା କପ୍ ହିଁ ପାଣି ଦେବେ। ସନ୍ତୁଳା ଯଦି ଆପଣ ବେଶୀ ଟିକେ ମେଞ୍ଚି ମେଞ୍ଚି କରି କରୁଛନ୍ତି ତାହେଲେ ଖାଇବାକୁ ଭଲ ଲାଗିବ। ଯଦି ଆପଣ ପାଣି ବେଶୀ ଦେଇ ଦେଉଛନ୍ତି ତାହେଲେ ସେଇଟା ପୁରା ପାଣିଚିଆ ଭଳିଆ ଲାଗିବ। ତ ଏବେ ମୁଁ ସେଥିରେ ପାଣି ଫୁଟିଲା ପରେ ଲୁଣ ପକେଇଛି, ଆଉ ଲୁଣ ପକେଇକି ଟିକେ ଘାଣ୍ଟି ନେଇଛି। ବର୍ତ୍ତମାନ ଯୋଉ କାଟିକି ରଖିଛେ ଆମେ ପରିବା, ତାକୁ ପକେଇଦବା। ମନେ ରଖନ୍ତୁ, ପାଣି ଫୁଟିଲା ପରେ ଆପଣ ପରିବା ପକେଇବେ, ନହେଲେ ବାଇଗଣ ଆମର କଇଁଛିଣିଆ ହେଇଯିବ। ତା ସହିତ ଯୋଉ ଟମାଟୋଟା ନେଇଥିଲି ସେଇଟା, ଆଉ କିଛି ଆପଣ ହଳଦୀ ପକେଇବେ। କୋଉ କୋଉ ଜାଗାରେ ବି ଆପଣଙ୍କ ସନ୍ତୁଳାରେ ହଳଦୀ ପଡ଼େ ନାହିଁ। ତ ଆପଣ ଦେଖନ୍ତୁ ମାନେ ଆପଣଙ୍କ ସାଇଡରେ କେମିତି ହଉଛି, ନହେଲେ ବି ଚଳିବ, କିଛି ଅସୁବିଧା ନାହିଁ। ଏବେ ଟିକେ ଏମିତି ତାକୁ ଘାଣ୍ଟି ଦେବେ। ତାପରେ ପ୍ରେସର କୁକରର ଲିଡ୍ ଦେଇକି ଗୋଟିଏ ହୁଇସିଲ ପର୍ଯ୍ୟନ୍ତ ଆପଣ ତାକୁ ସିଝେଇବେ। ଜମାରୁ ବେଶୀ ସିଝେଇବେନି, ଗୋଟିଏ ହୁଇସିଲ। ଆଉ ଗୋଟିଏ ହୁଇସିଲ ପରେ ଦେଖନ୍ତୁ ମୋ ପରିବା କେମିତି ସିଝି ଯାଇଛି। ପୁରା ଗୋଟା ଗୋଟା ଅଛି, କିନ୍ତୁ ଭିତରୁ ସିଝି ଯାଇଛି। ଆଉ ପାଣି ଦେଖନ୍ତୁ, ଏତିକି ମାତ୍ର ପାଣି ରହିବ। ଆଉ ଏବେ ଆପଣ କ'ଣ କରିବେ ନା, ଯୋଉ ଟମାଟୋ ସିଝେଇ ଦେଇଥିଲେ ତାର ଚୋପା ଛଡ଼େଇ ନେବେ। ଏବେ ପ୍ୟାନ୍ ଗରମ କରିକି ମୁଁ ସେଥିରେ 1 ଟେବୁଲ ସ୍ପୁନ ଭଳିଆ ସୋରିଷ ତେଲ ଦେଇଛି, ଆଉ ତା ସହିତ ପଞ୍ଚ ଫୁଟଣ ପକେଇଛି। ଆଉ ଏବେ ଆପଣ ଯେତିକି ରାଗ ଖାଉଛନ୍ତି ସେଇ ଅନୁସାରେ ଆପଣ ଶୁଖିଲା ଲଙ୍କା ପକେଇବେ, ନାହିଁ ଯଦି କଞ୍ଚା ଲଙ୍କା ବି ପକେଇବା ପାଇଁ ଚାହୁଁଛନ୍ତି ବି ପକେଇ ପାରିବେ। ଆଉ ପିଆଜ ଗୋଟେ ମୁଠା ଭଳିଆ। ଯଦି ଆପଣଙ୍କ ପାଖରେ ଛୋଟ ପିଆଜ ନାହିଁ ତାହେଲେ ବଡ଼ ପିଆଜ ପକେଇବେ, କିନ୍ତୁ ଛୋଟ ପିଆଜର ଟେଷ୍ଟଟା ଟିକେ ଭଲ ଲାଗେ। ଏବେ ତା ସହିତ ଟିକେ ହେଙ୍ଗୁ, ଏସବୁକୁ ଆପଣ 1 ମିନିଟ୍ ଭଳିଆ ଭାଜିବାକୁ ପଡ଼ିବ। ଯେତେବେଳେ ପିଆଜର କଲରଟା ଟିକେ ହାଲକା ଚେଞ୍ଜ ହେଇ ଆସିବ, ସେତେବେଳେ ଆପଣ ଯୋଉ ସିଝେଇ ରଖିଥିଲେ ଯୋଉ ଟମାଟୋଟା ତାର ଚୋପା ଛଡ଼େଇ ଦେଇଛନ୍ତି, ତାକୁ ଆପଣ ଏଇ ସମୟରେ ପକେଇଦେବେ। ଆଉ ଏମିତି ଖଡ଼ିକାରେ ଟିକେ ତାକୁ ଛୋଟ ଛୋଟ କରିଦେବେ। ନାହିଁ ଯଦି ଆପଣ ସିଝେଇଲା ଟାଇମରେ ବି ଯଦି ଫାଳ କରିକି ପକଉଛନ୍ତି ତାହେଲେ ବି ଭଲ କଥା, ସିଏ ଆଉ ଟିକେ ସିଝିଯିବ। ଆଉ ଏସବୁକୁ ଟିକେ ଭଲସେ ପିଆଜ ଫୁଟଣ ସହିତ ମିଶେଇ ଦେବେ। ଯେତେବେଳେ ଟମାଟର ଯେତେବେଳେ ଶୁଖିଲା ହେଇଯିବ, ମାନେ ତାର ଯୋଉ ଏଇ ପାଣି ଅଂଶଟା ଯେତେବେଳେ ଶୁଖି ଆସିବ, ଦେଖିବେ ଏମିତି ତାକୁ ଭାଜିଲା ପରେ ହାଲକା ହାଲକା ଶୁଖି ଆସିବ, ଓଦା ପାଣି ମଏଶ୍ଚରଟା ଟିକେ ଟାଣି ନେବ। ସେତେବେଳେ ଆପଣ କ'ଣ କରିବେ ନା, ଯୋଉ ପରିବାଟା ଆମେ ଯୋଉ ସିଝେଇକି ରଖିଥିଲେ ସେ ସବୁକୁ ପକେଇବେ। ନହେଲେ ସେତେବେଳେ ଯାଏଁ ଆପଣଙ୍କୁ ଟିକେ ଏମିତି ଭାଜିବାକୁ ପଡ଼ିବ। ଆଉ ଗ୍ୟାସର ଫ୍ଲେମ୍ ଆପଣଙ୍କର ଲୋ ଟୁ ମିଡିୟମ ରହିବ, ଜମା ହାଇ କରିବେନି। ଆଉ ଏବେ ଦେଖନ୍ତୁ ଏସବୁକୁ ଆମେ ପକେଇଦବା। ଆଉ ବେଶୀ, କାରଣ ଯେହେତୁ ଆମର ପରିବାଟା ସିଝି ଯାଇଛି, ତ ଆପଣ ଜମାରୁ ବେଶୀ ଘାଣ୍ଟିବେନି, ନହେଲେ ପରିବା ସବୁ ଗୋଟା ଗୋଟା ଜାଗାରେ ସବୁ ଖଣ୍ଡ ଖଣ୍ଡ ହେଇଯିବ। ଆଉ ଏବେ ଆପଣ କ'ଣ କରିବେ ନା, ଯଦି ଆପଣ ରାଗ ଖାଉଛନ୍ତି ଟିକେ ହାଲକା ଲଙ୍କା ଗୁଣ୍ଡ ପକେଇଦେବେ, କାରଣ ଆମେ ଷ୍ଟାର୍ଟିଂରୁ ଏପର୍ଯ୍ୟନ୍ତ ଯାଏଁ କିଛି ବି ଲଙ୍କା ପକେଇନି। ତ ସନ୍ତୁଳାଟା ଯଦି ଟିକେ ହାଲକା ରାଗ ରାଗ ରହିବ ତାହେଲେ ଭଲ ଲାଗିବ, ନହେଲେ ପୁରା ସବୁ ସାଧା ସାଧା ଲାଗିବ। ତ ଏବେ ଆପଣ ଏମିତି ଫୁଟି ଆସିବ, ସେତେବେଳେ ମୁଠେ ଭଳିଆ ଆପଣ ପୁରା ଧନିଆ ପତ୍ର କାଟିକି ପକେଇଦେବେ। ଆଉ ତାପରେ ଭଜା ଲଙ୍କା ଜିରା ଗୁଣ୍ଡ ପକେଇବେ ନିହାତି ଭାବରେ। ଦେଖନ୍ତୁ ବେଶୀ ପକେଇବେନି, ନାହିଁ ଯଦି ଆପଣ ରାଗ ଖାଉଛନ୍ତି ସେଇ ହିସାବରେ ପକେଇବେ ଦେଖିକି। ତ ଏବେ ଟିକେ ହାଲକା ତାକୁ ଖାଲି ମିଶେଇ ଦେବେ, ଜମାରୁ ଗୋଳେଇବେନି, କହିବାକୁ ଗଲେ ଟିକେ ମିଶେଇ ଦେବେ।
ଆଉ ଏଇ ସନ୍ତୁଳାଟା ଆପଣ ଭାତ ସହିତ ଖାଇପାରିବେ ଆଉ ରୁଟି ସହିତ ବି ଖାଇପାରିବେ। ଭିଡ଼ିଓଟା ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଦେଖା ହବ ନେକ୍ସଟ ଭିଡ଼ିଓରେ।